ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ବର୍ତ୍ତମାନ ଯାଇକି ଆସିଛି। ରାଜ୍ୟ ସରକାରଙ୍କ ତରଫରୁ ଚଳିତ ବର୍ଷ ମଣ୍ଡିରେ ରବି ଧାନ କ୍ରୟ କରିବା ପାଇଁ ଯେଉଁ ଆପଣମାନଙ୍କର ପଞ୍ଜୀକରଣ ହେଇଥିଲା, ପଞ୍ଜୀକରଣ ହେଲା ପରେ ମେ 1ରୁ ଯାଇକି ଆପଣମାନଙ୍କର ଜୁନ୍ 30 ପର୍ଯ୍ୟନ୍ତ ମଣ୍ଡିରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ଯାହାକି ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଯଦି ଆମେ ଦେଖିବା, ଯେଉଁମାନେ ରବି ଋତୁରେ ଧାନ ମଣ୍ଡି ପଞ୍ଜୀକରଣ କରିଥିଲେ, ବହୁତ ଜଣ ଚାଷୀ ତା ଭିତରୁ ଯାହାକି ବିଭିନ୍ନ କାରଣ ପାଇଁ ପଞ୍ଜୀକରଣ ହେଇପାରିନଥିଲା ଏବଂ ପରବର୍ତ୍ତୀ ସମୟରେ ଯେଉଁ ଡେଟ୍ ଏକ୍ସଟେଣ୍ଡ କରିବା ପାଇଁ ସରକାରଙ୍କୁ ଚାଷୀମାନଙ୍କ ତରଫରୁ ଅନୁରୋଧ କରାଯାଇଥିଲା, କିନ୍ତୁ ଏନେଇ କୌଣସି ଅପଡେଟ୍ ପରବର୍ତ୍ତୀ ସମୟରେ ଆସିନଥିଲା। କିନ୍ତୁ ବର୍ତ୍ତମାନ ଆପଣମାନଙ୍କ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି। ପ୍ରଥମଟି ରହିଛି ଯେଉଁମାନେ ମଣ୍ଡିରେ ପଞ୍ଜୀକରଣ କରିଥିଲେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର ଯାହାକି ଟୋକନ ଆସିବା ଆରମ୍ଭ ହୋଇସାରିଲାଣି ଏବଂ ଆମକୁ ଯଦି ଦେଖିବା ମଣ୍ଡିରେ ଧାନ କ୍ରୟ କରିବାର କାର୍ଯ୍ୟକ୍ରମ ଯାହାକି ବରଗଡ଼ ଡିଷ୍ଟ୍ରିକ୍ଟରୁ ଆରମ୍ଭ କରି ବିଭିନ୍ନ ଯାହାକି ଡିଷ୍ଟ୍ରିକ୍ଟରେ ଆରମ୍ଭ ହୋଇସାରିଲାଣି। ତା ସହିତ ଚଳିତ ବର୍ଷ ରବି ଋତୁ ପାଇଁ ଯେଉଁମାନଙ୍କର ପଞ୍ଜୀକରଣ ହେଇଥିଲା, ପୂର୍ବରୁ ଆପଣମାନେ ଜାଣିଥିବେ 130 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚାଷୀମାନେ ଧାନ ବିକ୍ରି କରିପାରୁଥିଲେ ବା ଗୋଟିଏ ଟୋକନରେ ଜଣେ ଚାଷୀ 130 କ୍ୱିଣ୍ଟାଲ ଧାନ ବିକ୍ରି କରୁଥିବା ବେଳେ ବର୍ତ୍ତମାନ ତାକୁ ଯାହାକି କମେଇ ଦିଆଯାଇଛି ଏବଂ 75 କ୍ୱିଣ୍ଟାଲ ମଧ୍ୟରେ ସୀମିତ କରାଯାଇଛି। ତେଣୁ ଏନେଇ ଯାହାକି ଗୋଟେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି ଏବଂ କୋଉମାନଙ୍କର ଟୋକନ ଆସିଛି, ଯଦି ଆପଣମାନେ ମଣ୍ଡିରେ ପଞ୍ଜୀକରଣ କରିଥିଲେ ତାହେଲେ କେମିତି ଆପଣମାନଙ୍କର ଟୋକନ ଚେକ୍ କରିବେ, ଆସନ୍ତୁ ସେ ବିଷୟରେ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ, ଯେହେତୁ ରବି ଋତୁରେ ଆପଣମାନଙ୍କର ଖୁବ୍ କମ୍ ଦିନ ଭିତରେ ମଣ୍ଡିରେ ଯାଇକି ଧାନ କ୍ରୟ ଆରମ୍ଭ ହୋଇଯାଏ, କାରଣ ଜୁନ୍ ମାସ ପରେ ପରେ ଆମର ବର୍ଷା ମଧ୍ୟ ଆରମ୍ଭ ହୁଏ। ତେଣୁ କିଛି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ, ବିଶେଷ କରି ଯଦି ଆମେ ଦେଖିବା, ଆପଣମାନଙ୍କର ଗୋଟିଏ ମାସ ଭିତରେ ସବୁ ମଣ୍ଡି ଯାହାକି କ୍ଲୋଜ୍ ହେଇଯାଇଥାଏ। ତେଣୁ ଏହି ପରିପ୍ରେକ୍ଷୀରେ ଯେଉଁମାନଙ୍କର ଟୋକନ ଯାହାକି ଆସିଛି ତାର ମଧ୍ୟ ମୁଁ ଗୋଟେ ଡିଟେଲ୍ସ ଦେଖେଇ ଦଉଛି। ତ ଆପଣମାନେ ଏଠାରେ ଦେଖିପାରୁଥିବେ ଯାହାକି ଟୋକନ ବର୍ତ୍ତମାନ ଆସିବା ଆରମ୍ଭ ହୋଇସାରିଛି। ତେଣୁ ଟୋକନ ଯଦି ଆପଣମାନଙ୍କର ମଣ୍ଡିରେ ପଞ୍ଜୀକରଣ ହେଇଥିଲା, ତ ସେଇ ଚାଷୀଙ୍କର ରେଜିଷ୍ଟର ମୋବାଇଲ ନମ୍ବରକୁ ଆପଣମାନଙ୍କର ଟୋକନ ଆସିଛି। ଏଥିରେ ଆପଣମାନଙ୍କର ଯୋଉଟାକି ଫାର୍ମାର ଆଇଡି, ଫାର୍ମାର କୋଡ୍ ଏବଂ ନିମ୍ନ ପ୍ରଦତ୍ତ ବିବରଣୀ ଅନୁସାରେ ଆପଣ ସୋସାଇଟିକୁ ଯାଇକି ରବି ଧାନ ବିକ୍ରି କରିବା ପାଇଁ ଆପଣମାନଙ୍କର ଯାଇକି ଟୋକନ ନମ୍ବର ଆସିଛି ଏବଂ ଧାନର ପରିମାଣ ଦେଖନ୍ତୁ କେତେ ଆସିଛି ନା 29 କ୍ୱିଣ୍ଟାଲ 90 କେଜି ଯାହାକି ଆପଣମାନଙ୍କର ଧାନ ବିକ୍ରି କରିପାରିବେ ଏବଂ ଡେଟ୍ 11 ମେରୁ ଆପଣମାନଙ୍କର 9 ଜୁନ୍ ପର୍ଯ୍ୟନ୍ତ ଚାଲୁ ରହିବ। ତେଣୁ 9 ଜୁନ୍ ଭିତରେ ଏହି ଚାଷୀଙ୍କର ଯାଇକି ମଣ୍ଡିରେ ଧାନ ବିକ୍ରି କରିବେ। ତେଣୁ ଯଦି ଆପଣମାନଙ୍କର ମଣ୍ଡିରେ ପଞ୍ଜୀକରଣ ହେଇଛି ଏବଂ ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କର ମେସେଜ ଆସିନାହିଁ ବା ଏସଏମଏସ୍ ଆସିନାହିଁ, ତାହେଲେ ମଧ୍ୟ ଆପଣମାନେ ନିଜର ମୋବାଇଲ ନମ୍ବରରୁ ଯୋଉଟାକି ଏସଏମଏସ୍ ମାଧ୍ୟମରେ ଟୋକନର ଡିଟେଲ୍ସ ଚେକ୍ କରିପାରିବେ। ତା ପାଇଁ ଦେଖନ୍ତୁ ଓଡି ସ୍ପେସ୍ ଆପଣମାନଙ୍କର ଏଫଆର୍ ଅର୍ଥାତ୍ ଫାର୍ମାର କୋଡ୍ ଯୋଉଟା ରହିଛି ସେଟା ଦେବେ, ସ୍ପେସ୍ ଦେବେ, ପିପି ଲେଖି 51969। ତ ଏଇ ନମ୍ବରରେ ଆପଣମାନେ ଏସଏମଏସ୍ କରି ନିଜର ଯୋଉଟାକି ଷ୍ଟାଟସ୍ ଚେକ୍ କରିପାରିବେ ଆପଣମାନଙ୍କର ବା ମଣ୍ଡିର ଯେଉଁ ଟୋକନର ଲିଷ୍ଟ ମଧ୍ୟ ଚେକ୍ କରିପାରିବେ। ତା ସହିତ ଦେଖନ୍ତୁ, ଆପଣମାନେ ଅନଲାଇନରେ ମଧ୍ୟ ନିଜର ମଣ୍ଡିର ଡିଟେଲ୍ସ ଚେକ୍ କରିପାରିବେ ଯୋଉଟାକି ଟୋକନ ଲିଷ୍ଟ। ତ ଟୋକନ ଲିଷ୍ଟ ଚେକ୍ କରିବା ପାଇଁ ହେଲେ ଆପଣମାନଙ୍କର ଫାର୍ମାର କୋଡ୍ ରହିବାର ଆବଶ୍ୟକତା ରହିଛି। ତ ଯଦି ଫାର୍ମାର କୋଡ୍ ନାହିଁ, ଆପଣମାନେ ନିଜ ନିଜ ସୋସାଇଟିରୁ ଫାର୍ମାର କୋଡ୍ ମଧ୍ୟ କଲେକ୍ଟ କରିପାରିବେ। ତେଣୁ ଫାର୍ମାର କୋଡ୍ କଲେକ୍ଟ କଲା ପରେ ଦେଖନ୍ତୁ, ଆପଣମାନେ ଫୁଡ ଓଡ଼ିଶାର ଅଫିସିଆଲ ପୋର୍ଟାଲକୁ ଭିଜିଟ୍ କରିବେ। ତାପରେ ଦେଖନ୍ତୁ ଏଠି ରହିଛି ଅନଲାଇନ ସର୍ଭିସେସ୍। ଅନଲାଇନ ସର୍ଭିସେସର ଆପଣମାନଙ୍କର ସେକେଣ୍ଡ ଯୋଉଟା ଟ୍ରାନ୍ସପେରେନ୍ସି ପୋର୍ଟାଲ ଲେଖା ହେଇଛି, ସେଇ ଅପସନରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ତଳକୁ ଆପଣମାନେ ଟିକେ ସ୍କ୍ରଲ୍ କରିବେ। ଏଠି ଦେଖନ୍ତୁ ଗୋଟେ ଅପସନ ରହିଛି ୟୁନିକ୍ ଟୋକନ ଷ୍ଟାଟସ୍। ତ ସେଇ ଅପସନରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ପେଡି ପ୍ରୋକ୍ୟୁରମେଣ୍ଟ ଅଟୋମେଟିକ୍ ସିଷ୍ଟମ ମାଧ୍ୟମରେ ଏଠି ଆପଣମାନଙ୍କର ଟୋକନର ଡିଟେଲ୍ସ ଆପଣମାନେ ଚେକ୍ କରିପାରିବେ। ତା ପାଇଁ ଦେଖନ୍ତୁ ଏଠି ଆପଣମାନଙ୍କର ଫାର୍ମାର କୋଡ୍ ଦେବେ, ଯୋଉଟା କି ଯଦି ଆପଣମାନଙ୍କ ପାଖରେ ଅଛି ତ ଫାର୍ମାର କୋଡ୍ ଦେବେ, ନହେଲେ ଆପଣମାନେ ନିଜ ସୋସାଇଟିରେ ଫାର୍ମାର କୋଡ୍ ପାଇ ଚେକ୍ ଅପସନରେ କ୍ଲିକ୍ କଲା ପରେ ଓଟିପି ଆସିବ ଏବଂ ଆପଣମାନଙ୍କର ଯଦି ଟୋକନ ବର୍ତ୍ତମାନ ସୁଦ୍ଧା ଆସିନାହିଁ, ତାହା ମଧ୍ୟ ଆପଣମାନେ ଚେକ୍ କରିପାରିବେ। ଏଇଟା ଗଲା ଟୋକନ ଚେକ୍ କରିବା କଥା। କିନ୍ତୁ ବର୍ତ୍ତମାନ ଯେଉଁ ଅପଡେଟଟି ଆଉ ଗୋଟିଏ ଅପଡେଟ୍ ଆସିଛି ଯୋଉଟାକି ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ହବ, ସେ ବିଷୟରେ ମଧ୍ୟ ମୁଁ ଆପଣମାନଙ୍କୁ ଡିଟେଲ୍ସ ଟିକେ ପେପର ମାଧ୍ୟମରେ ଯେଉଁ ଅପଡେଟଟି ଆସିଛି ଜଣେଇ ଦଉଛି। ଦେଖିପାରୁଥିବେ, ଆହୁରି ଅଧିକ କଷ୍ଟ ପାଇବେ ଚାଷୀ
ରବିରେ ଟୋକନ କ୍ଷମତା 130 ରୁ 75 କ୍ୱିଣ୍ଟାଲକୁ ହ୍ରାସ କରାଯାଇଛି। ତେଣୁ ସାର କ୍ରୟ ପାଇଁ ପଟ୍ଟା କିମ୍ବା ଜମି ମାଲିକମାନଙ୍କର ମଧ୍ୟ ଅନୁମତି ପାଇଁ ଯାହାକି ସରକାରଙ୍କ ତରଫରୁ ବର୍ତ୍ତମାନ ନୂଆ ଗାଇଡଲାଇନ୍ ଆସିଛି। ତେଣୁ ଦେଖନ୍ତୁ ଅପଡେଟ୍ ଅନୁସାରେ ଚଳିତ ବର୍ଷ ରବି ଧାନର ଟୋକନ କ୍ଷମତା 130 କ୍ୱିଣ୍ଟାଲରୁ 75 କ୍ୱିଣ୍ଟାଲକୁ ହ୍ରାସ ପାଇଥିବା ସୂଚନା ଦେଇଛି ଯୋଗାଣ ବିଭାଗ। ଏଥିସହିତ ରାସାୟନିକ ସାର ବିକ୍ରି ଉପରେ କଟକଣା ମଧ୍ୟ ଜାରି କରାଯାଇଛି। ଅର୍ଥାତ୍ ପ୍ୟାକ୍ସରେ 60% ଏବଂ ଖୋଲା ବଜାରରେ 40% ସାର ବିକ୍ରି ହୋଇପାରିବ। ସାର କ୍ରୟ ପାଇଁ ଜମି ପଟ୍ଟା କିମ୍ବା ଜମି ମାଲିକଙ୍କର ଅନୁମତିକୁ ବାଧ୍ୟତାମୂଳକ କରାଯାଇଥିବା ଯାହାକି କୃଷି ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେଣୁ ଏଇ ଯେଉଁ ନିୟମ କରାଯାଇଛି ଏଥିରେ ଭାଗ ଚାଷୀମାନଙ୍କ ପାଇଁ ଯାହାକି ଚିନ୍ତାର ବିଷୟ। କାରଣ ପୂର୍ବରୁ ଆପଣମାନଙ୍କର ଯେଉଁମାନେ ପ୍ୟାକ୍ସରୁ ଧାନ ବିକ୍ରି କରୁଥିଲେ ସେମାନେ ଯାହାକି ନିଜର ଆଧାର କାର୍ଡ ଦେଇ ଆପଣମାନଙ୍କର ଯାହାକି ସାର କ୍ରୟ କରିପାରୁଥିଲେ, କିନ୍ତୁ ବର୍ତ୍ତମାନ ସେଇ ସୁବିଧା ଆପଣମାନଙ୍କ ପାଇଁ ଉପଲବ୍ଧ ହବ ନାହିଁ। ତେଣୁ ଦେଖନ୍ତୁ ବରଗଡ଼ରେ ରବିରେ ଯେଉଁ 75 କ୍ୱିଣ୍ଟାଲ ଟୋକନ ଦେବା ପାଇଁ ସରକାରଙ୍କ ତରଫରୁ ବର୍ତ୍ତମାନ ଯାକି ନିର୍ଦ୍ଦେଶ ଦିଆଯାଇଛି, ଏନେଇ ତାତିଜି ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ସମନ୍ୱୟ ସମିତି। କାରଣ ବରଗଡ଼ରେ ଏହି ଫର୍ମୁଲା ସମ୍ବଲପୁର ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ କାର୍ଯ୍ୟକାରୀ ହେବା ସ୍ପଷ୍ଟ ଅଟେ। ତେଣୁ ଯଦି ଆମେ ଦେଖିବା ରବିରେ ଯେହେତୁ କମ୍ ଚାଷ ଏବଂ ଅଧିକ ଉତ୍ପାଦନ ହୋଇଥାଏ, ତେଣୁ ବର୍ଷା ଆସୁଥିବାରୁ 15ରୁ 20 ଦିନ ମଧ୍ୟରେ ଧାନ କିଣିବା ପ୍ରକ୍ରିୟା ଯାଇକି ଶେଷ ହୋଇଯାଏ। ତେଣୁ ଏକର ପିଛା ଯେଉଁ 26 କ୍ୱିଣ୍ଟାଲ ଧାନ ସଂଗ୍ରହ ହିସାବରେ ଗୋଟିଏ ଟୋକନ କ୍ଷମତା 130 କ୍ୱିଣ୍ଟାଲ ରହିଥାଏ। ଫଳରେ 5 ଏକରରୁ କମ୍ ଚାଷ କରିଥିବା ଜମି ଗୋଟିଏ ଟୋକନ ଜରିଆରେ ଥରକେ ଧାନ ବିକ୍ରି କରିପାରିଥାଏ। କିନ୍ତୁ ଚଳିତ ବର୍ଷ ଟୋକନ କ୍ଷମତା ହ୍ରାସ ପାଇବା ଫଳରେ ଛୋଟରୁ ବଡ଼ ସବୁ ଚାଷୀଙ୍କୁ ଅଧିକ ଟୋକନର ଆବଶ୍ୟକତା ପଡ଼ିବ। ଯେହେତୁ ଆପଣମାନଙ୍କର ଟୋକନ ପରିମାଣ କମୁଛି, ତେଣୁ ଟୋକନ ସଂଖ୍ୟା ମଧ୍ୟ ନିହାତି ବୃଦ୍ଧି ପାଇବା ଦରକାର। ତେଣୁ ଧାନ ବିକ୍ରି ପ୍ରକ୍ରିୟାରେ ଯେହେତୁ ବିଳମ୍ବ ଏବଂ ଅନିଶ୍ଚିତତା ହବ, ତେଣୁ ଏହାକୁ ନେଇ ଚାରିଆଡ଼େ ଯାହାକି ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ କିଛି ଦିନ ପରେ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଚାଷୀର ଧାନ ନଷ୍ଟ ହୋଇଯିବାକୁ ନେଇ ଆଶଙ୍କା କରାଯାଇଛି। ଖରିଫରେ ଯେମିତି ଆପଣମାନେ ଜାଣିଥିବେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ଟୋକନ ଆସିଲା ନାହିଁ, ଠିକ୍ ସେହିଭଳି ରବିରେ ମଧ୍ୟ ଏହି ସମସ୍ୟା ହେବାର ଆଶଙ୍କା କରାଯାଇଛି। ତେଣୁ ଚଳିତ ବର୍ଷ ରବିରେ ଧାନ ବିକ୍ରି ପାଇଁ 19,113 ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି, ଏଇଟା ଯେଉଁଟାକି ବରଗଡ଼ ଜିଲ୍ଲାରେ। ତା ଭିତରୁ ରବି ଧାନରେ ଆପଣମାନଙ୍କର ପୂର୍ବ ବର୍ଷ ଅପେକ୍ଷା 2,155 ଜଣ ଅଧିକ ଚାଷୀ ଯାଇକି ପଞ୍ଜୀକରଣ ହୋଇଛି। ତେଣୁ ସେଇଭଳି ସାରକୁ ନେଇ ମଧ୍ୟ ଆଗକୁ ସମସ୍ୟା ଆଶଙ୍କା କରୁଛନ୍ତି ଚାଷୀ ଭାଇମାନେ। ତେଣୁ ଭାଗ ଚାଷୀ ମନୋବୁଧ ବାରିକ କହିଛନ୍ତି, ପ୍ୟାକ୍ସରେ ସାର କ୍ରୟ ପାଇଁ ପଟ୍ଟା ଦାଖଲ କିମ୍ବା ଜମି ମାଲିକଙ୍କ ଅନୁମତିକୁ ବାଧ୍ୟ କରିଗଲେ ପୁଣି ଥରେ ପଟ୍ଟା କୋଉଠୁ ଆଣିବେ ବୋଲି ଯାହାକି ଅଧିକାଂଶ ଆଲୋଚନା କରୁଛନ୍ତି। ତେଣୁ ସରକାରଙ୍କ ତରଫରୁ ବର୍ତ୍ତମାନ ଏହି ନିୟମ ଲାଗୁ କରାଯାଇଛି ଯେ ଆପଣମାନେ ଖୋଲା ବଜାରରେ ଯେଉଁ ସାର କ୍ରୟ ନକରି ଯଦି ପେକ୍ସରେ ଆପଣମାନଙ୍କର ସାର କ୍ରୟ କରୁଛନ୍ତି, ତାହେଲେ ଆପଣମାନଙ୍କ ଜମି ପଟ୍ଟା ଏବଂ ମାଲିକଙ୍କର ସହମତି ପତ୍ର ଦେବାର ଆବଶ୍ୟକତା ରହିଛି। ତେଣୁ ଏହା ଥିଲା ଆଜିର ଅପଡେଟ୍। ଆଶା କରୁଛି ଚାଷୀ ଭାଇ ଭଉଣୀମାନଙ୍କୁ ଏହି ଅପଡେଟ୍‌ଟି କିଛି ଇନଫର୍ମେସନ୍ ମିଳିଛି। ଯଦି ଆପଣମାନଙ୍କର ବର୍ତ୍ତମାନ ସୁଦ୍ଧା ଟୋକନ ଆସିନାହିଁ, ନିହାତି ଆପଣମାନେ ନିଜର ଟୋକନ ଅନଲାଇନ୍‌ରେ ଚେକ୍ କରିଦିଅନ୍ତୁ ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆପଣମାନେ ମଣ୍ଡିରେ ଧାନ ବିକ୍ରି କରନ୍ତୁ। ଧନ୍ୟବାଦ।